ଝିପଝିପ ବର୍ଷାରେ ସୁକଳ ମାର୍କଣ୍ଡପଡ଼ା ରାସ୍ତା ଅବସ୍ଥା ବେହାଲ। ଗତ କିଛିଦିନ ହେବ ବର୍ଷା ଯୋଗୁଁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକଳ ମାର୍କଣ୍ଡପଡ଼ା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ରାସ୍ତା ଯାତାୟାତ କରୁଥିବା ସାଧାରଣ ଲୋକେ, ବିଦ୍ୟାଳୟ ଛାତ୍ରଛାତ୍ରୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଶହ ଶହ ଗାଡ଼ି ମଟର ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ରାସ୍ତା ଠିକ୍ ସମୟରେ ହେଉନାହିଁ। ମୋ ନାଁ ପ୍ରତାପ ସେନାପତି, ମୋ ଘର ସୁକଳ ମାର୍କଣ୍ଡପଡ଼ା। ଆଜ୍ଞା, ଏଇ ରାସ୍ତାଟା ଆମର ଆରାଧ୍ୟ ଠାକୁର ଆମର ଅଲାରନାଥ ସୁକଳ ଠାରୁ ଏଇ ରାସ୍ତା ବ୍ରହ୍ମଗିରି କି ଅଛି। ଏଇ ରାସ୍ତାରେ ବହୁତ ଲୋକ ଯିବା ଆସିବା ଆମ ରଥଯାତ୍ରା ସମୟରେ, ଯେହେତୁ ଆମର ଅଲାରନାଥ ଆରାଧ୍ୟ ଠାକୁର, ତାଙ୍କ ପାଇଁ ଏଇ ରାସ୍ତାଟା ସବୁ ଭକ୍ତଙ୍କ ପାଇଁ ଏଇଟା ହେଉଛି ପ୍ରତିକୂଳ। ତ ଏଇ ଅବସ୍ଥାରେ ଆମେ ବାରମ୍ବାର ପ୍ରଶାସନକୁ ଜଣେଇଛୁ। ଏଠି ଆମେ ପ୍ରଶାସନ ସାଥିରେ ଶୁଣିବା ପରେ ସେ କହିଲେ ଠିକ୍ କଣ୍ଟ୍ରାକ୍ଟରକୁ ଏ ରାସ୍ତା ଦିଆଯାଇଛି। ଦିଆହେଲା ପରେ ଏ ରାସ୍ତା ଏ ପର୍ଯ୍ୟନ୍ତ ତିଆରି ହେଇପାରୁନାହିଁ। ବହୁତ ଲୋକ ଆକ୍ସିଡେଣ୍ଟ ହେଉଛନ୍ତି। ଏବେ ଗୋଟେ ଧାନ ଗାଡ଼ି ଏ ରାସ୍ତାରେ ଲୋଉଟି ପଡ଼ିଲା, ଆମେ ତାକୁ ଆସିକି ଉଠିଆ ଉଠି କରୁ। ରାସ୍ତାରେ ବହୁତ ଏ ରାସ୍ତା କିନ୍ତୁ ବ୍ରହ୍ମଗିରି ଡେଲାଙ୍ଗ ରାସ୍ତା, ଏଇଟା ଡେଲାଙ୍ଗରୁ ରାସ୍ତା କାମ ହେଇକି ସୁକଳ ପର୍ଯ୍ୟନ୍ତ ଆସିଛି। ଏରି ଏପଟରୁ ଏଇ ସୁକଳ ଛକ ଠାରୁ ଆଜ୍ଞା ଆମର ଆଗରେ ଗୋଟେ ଅଛି ଆମର ଏଇ ମାର୍କଣ୍ଡପଡ଼ା ଠାରୁ ବୁଆଳିପାରି ଏଇ ପର୍ଯ୍ୟନ୍ତ 1.5 କିଲୋମିଟର ରାସ୍ତା। ଇଏ ମାନେ କୌଣସି କଣ୍ଟ୍ରାକ୍ଟର କିଏ ସେ ନେଇଛନ୍ତି, ଏ ପର୍ଯ୍ୟନ୍ତ ଏ ରାସ୍ତାକୁ କାମ କରୁନାହାନ୍ତି। ଆମେ ବାରମ୍ବାର ପ୍ରଶାସନକୁ ଜଣାଉଛୁ। ଆମେ ଠିକାଦାରଙ୍କୁ ବି ବୁଝିଛୁ ଯେ ଇଏ କାହିଁକି କହୁଛନ୍ତି ଠିକାଦାର କିଏ ସେ କାମ ନେଇଛନ୍ତି, ସେ ଠିକାଦାର କିଏ ସେ ବି କାମ କରିବା ପାଇଁ ଆସୁନାହାନ୍ତି। ଅନ୍ୟପଟେ ଯଦି କହିବାକୁ ଯିବା, ସୁକଳ ହାଟଛକ ନିକଟରେ ଢଳେଇ ରାସ୍ତା ଠିକ୍ ଥିବା ବେଳେ ତାହା ଉପରେ ଏକ ପିଚୁ କାମ ଚାଲିଛି। ଏଠି ପ୍ରଶ୍ନ, ରାସ୍ତାର ଯେଉଁଠି ଖାଲ ଥିବା ବେଳେ ସେଠାରେ କାମ ନ ହୋଇ ଭଲ ରାସ୍ତାରେ ପଡୁଛି ପିଚୁ। ତାହା କେତେ ଦୂର ଠିକ୍, ତାହା ସ୍ଥାନୀୟ ଲୋକଙ୍କ ପ୍ରଶ୍ନ। ଢଳେଇ ରାସ୍ତା ଉପରେ ପିଚୁ ପଡୁଛି। ଏଇଠୁ ଆମର 1 କିଲୋମିଟର ଗଲା ପରେ ଏଇ ରାସ୍ତାର ଏଇ 1 କିଲୋମିଟର ବ୍ରହ୍ମଗିରି ଗଲା ବେଳକୁ ମାକମପଡ଼ା ଆମ ଗାଁ, ଆମ ପଞ୍ଚାୟତର ପଛପଟେ ମାକମପଡ଼ା ଅଛି, ଗ୍ରାମ ଅଛି। ଗାଁର ପଛପଟ ରାସ୍ତାଟା ସମ୍ପୂର୍ଣ୍ଣ ପୟା ହେଇଯାଇଛି। ଏବେ ଗୋଟେ ଗାଡ଼ି ସେଠି ଲୁଟିଥିଲା, ଧାନ ଗାଡ଼ି ଲୁଟିଥିଲା। ରାସ୍ତାଟା ଯିବା ପାଇଁ ସେଠି ଅସୁବିଧା ହେଉଛି। ବ୍ରହ୍ମଗିରି କି ଲୋକମାନେ ଯିବା ପାଇଁ ଅସୁବିଧା। ସେ ରାସ୍ତାରେ ସେଠି କାମ ନ ହେଇକି କାମ ହେଉଛି ଯୋଉଠି ଭଲ ରାସ୍ତାରେ ସେଇଠି କାମ ହେଉଛି। ଏ ସରକାର ଯୋଉ ବେଶୀ ନେବା ପାଇଁ ଯୋଉ ଅଫିସର ମାନେ, ଦେଖନ୍ତୁ ରାତି ଅଧରେ ପୁଣି କାମ ହେଉଛି। ଯୋଉ ରାତିରେ କାମ ହେଉଛି ଏଠି କୌଣସି ଅଫିସରଙ୍କର ନାହାନ୍ତି, କୋଉ କେହି ନାହାନ୍ତି, କଣ ଏଷ୍ଟିମେଟ୍ କପି ଧରିକି ଏମାନେ କାମ କରୁଛନ୍ତି। ଯାହା ଫଳରେ ଦେଖିବେ ମାନେ ଅଫିସର ମାନେ ବେଶୀ ପାଇବା ପାଇଁ ଏ ହଉଛି ଗୋଟେ ଭଲ ଉପାୟ। এই উপাୟରେ ମାନେ ପିସି ଅଧିକା ପାଉନ୍ତି। ଦେଖନ୍ତୁ ଏମାନେ ଯୋଉ ଏଇ ରାସ୍ତା ଉପରେ ଏମାନେ ଦେଖନ୍ତୁ ଭଲ ରାସ୍ତା ଉପରେ କାମ କରିବେ, କମ କାମ ହବ, ଅଧିକା ପଇସା ଲାଭ କରିବ, ଅଫିସର ମାନେ ମାଲାମାଲ ହେବେ। ଏହା ହିଁ ଲକ୍ଷ୍ୟ ନେଇକି ଏମାନେ କାମ କରୁଛନ୍ତି। ମୋ ନାଁ ପ୍ରଭାତ ମହାନ୍ତି, ମୋ ଘର ହେଲା ସୁକଳ। ମୁଁ ଏଠିକାର ଜଣେ ସଚେତନ ନାଗରିକ। ଆମେ ଏଠି ଡେଲି ଯିବା ଆସିବା କରୁଛୁ ମାର୍କଣ୍ଡପଡ଼ାଠୁ ଆରମ୍ଭ କରି ପଲ୍ଲୀ ମୁଣ୍ଡାଳ ପର୍ଯ୍ୟନ୍ତ ଶିରୁଳି ରାସ୍ତାରେ ସବୁଦିନ ଠାକୁରଙ୍କୁ ଦର୍ଶନ କରିବାକୁ ଯାଉ। ସ୍କୁଲ ପିଲା, ଅତି ଛୋଟ ଛୋଟ ପିଲା ଗୁଡ଼ାକ ସାଇକେଲ ଧରିକି ଆସୁଛନ୍ତି। ରାସ୍ତାରେ ବିଭିନ୍ନ ପ୍ରକାର ସମସ୍ୟା ଖାଲ ଖମାରେ ପରିପୂର୍ଣ୍ଣ ହେଇଛି, କିନ୍ତୁ ସେ ରାସ୍ତାରେ କୌଣସି ଡିପାର୍ଟମେଣ୍ଟର କୌଣସି ନିଘା ନାହିଁ କି ଏଥିପ୍ରତି କାହାର ବି ନଜର ନାହିଁ। ଯେ ଆମେ ଯେଉଁ ସ୍ଥାନୀୟ ବାସିନ୍ଦା ହିସାବରେ ମୋର ଅନୁରୋଧ ଡିପାର୍ଟମେଣ୍ଟକୁ, ୟାର ତୁରନ୍ତ ପଦକ୍ଷେପ ନେଲେ ଆମେ ଅଞ୍ଚଳବାସୀ ଉପକୃତ ହେବୁ। ପୁରୀ ସତ୍ୟବାଦୀରୁ ବିଶ୍ୱଜିତ ପଟ୍ଟନାୟକ ରିପୋର୍ଟ, IYA ନ୍ୟୁଜ୍।